ମା ବାପାଙ୍କ ସମ୍ପତ୍ତି ଉପରେ ପିଲାମାନଙ୍କ ଅଧିକାର ବିଷୟରେ ଆପଣ ଅନେକ କିଛି ଜାଣିଥିବେ, ହେଲେ କ'ଣ ଆପଣଙ୍କୁ ପିଲାମାନଙ୍କ ସମ୍ପତ୍ତି ଉପରେ ବାପାମାଙ୍କ ଅଧିକାର ବିଷୟରେ ଜଣାଅଛି? ଭାରତୀୟ ଉତ୍ତରାଧିକାରୀ ଆଇନ ହିସାବରେ ଏପରି କେଉଁ ପରିସ୍ଥିତି ଅଛି ଯେଉଁଥିରେ ମା ବାପା ମଧ୍ୟ ପିଲାମାନଙ୍କ ସମ୍ପତ୍ତି ଉପରେ ନିଜର ଅଧିକାରକୁ ଦାବି କରିପାରିବେ? ଭାରତୀୟ ଆଇନ ଅନୁଯାୟୀ ସାଧାରଣ ପରିସ୍ଥିତିରେ ମା ବାପା ନିଜ ପିଲାମାନଙ୍କ ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବେନି। କିଛି ବିଶେଷ ପରିସ୍ଥିତି ଅଛି ଯେଉଁଥିରେ ମା ବାପା ପିଲାମାନଙ୍କ ସମ୍ପତ୍ତି ଉପରେ ଦାବି କରିପାରିବେ। ଏନେଇ ସରକାର ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ 2005 ସଂଶୋଧନ କରିଥିଲେ। ଏହି ଅଧିନିୟମର ଧାରା 8ରେ ଶିଶୁଙ୍କ ସମ୍ପତ୍ତି ଉପରେ ମା ବାପାଙ୍କ ଅଧିକାରଗୁଡ଼ିକୁ ବ୍ୟାଖ୍ୟା କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ କେବେ ଅଭିଭାବକ ନିଜ ପିଲାମାନଙ୍କ ସମ୍ପତ୍ତି ଉପରେ ଅଧିକାର ଦାବି କରିପାରିବେ। ହିନ୍ଦୁ ଉତ୍ତରାଧିକାରୀ ଆଇନ ଅନୁଯାୟୀ ଯଦି କୌଣସି ପିଲାର ଦୁର୍ଘଟଣା ଅର୍ଥାତ୍ ରୋଗରେ ଅକାଳ ମୃତ୍ୟୁ ଘଟୁଛି ବା ଅବିବାହିତ ଥିବା ପରିସ୍ଥିତିରେ ମୃତ୍ୟୁ ଘଟୁଛି, ଏପରି ପରିସ୍ଥିତିରେ ମା ବାପାଙ୍କୁ ପିଲାମାନଙ୍କ ସମ୍ପତ୍ତି ଉପରେ ଦାବି କରିବାର ଅଧିକାର ମିଳିଥାଏ। ଏଠାରେ ଗୋଟିଏ କଥା ବୁଝିବାକୁ ହେବ ଯେ ମା ବାପାଙ୍କୁ ଏଭଳି ପରିସ୍ଥିତିରେ ପିଲାମାନଙ୍କର ସମ୍ପତ୍ତି ଉପରେ ସମ୍ପୂର୍ଣ୍ଣ ଅଧିକାର ମିଳିନଥାଏ। ମା ଏବଂ ବାପାଙ୍କୁ ଭିନ୍ନ ଭିନ୍ନ ଅଧିକାର ମିଳିଥାଏ। ଏହି ଆଇନ ଅନୁଯାୟୀ ପିଲାଙ୍କ ସମ୍ପତ୍ତି ଉପରେ ମାଙ୍କୁ ପ୍ରାଧାନ୍ୟ ମିଳିଥାଏ। ଅଧିକାରର ଦାବିରେ ମାଙ୍କୁ ପ୍ରଥମ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଇଥାଏ। ଏହାପରେ ପିତାଙ୍କୁ ଦ୍ୱିତୀୟ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଇଥାଏ। ଯଦି ପ୍ରଥମ ଉତ୍ତରାଧିକାରୀ ବା ମା ନଥାନ୍ତି, ସେହି ସ୍ଥାନରେ ପିତାଙ୍କୁ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଇଥାଏ। ହିନ୍ଦୁ ଉତ୍ତରାଧିକାରୀ ଆଇନର କହିବାନୁଯାୟୀ ପିଲାମାନଙ୍କ ସମ୍ପତ୍ତି ଉପରେ ତାଙ୍କ ମା ବାପାଙ୍କ ଅଧିକାର ପିଲାମାନଙ୍କ ଲିଙ୍ଗ ଉପରେ ମଧ୍ୟ ନିର୍ଭର କରିଥାଏ। ଯଦି ପିଲା ପୁଅ ତେବେ ତାଙ୍କ ସମ୍ପତ୍ତି ପ୍ରଥମ ଉତ୍ତରାଧିକାରୀ ଭାବେ ମାଙ୍କୁ ଏବଂ ଦ୍ୱିତୀୟ ଉତ୍ତରାଧିକାରୀ ଭାବେ ପିତାଙ୍କୁ ଦିଆଯିବ। ମା ନଥିଲେ ବାପା ଏବଂ ତାଙ୍କର ଅନ୍ୟ ଉତ୍ତରାଧିକାରୀ ବିଭାଜନ କରାଯିବ। ଯଦି ବିବାହିତ ପୁଅର ମୃତ୍ୟୁ ଘଟିଛି ତେବେ ସେହି ସମ୍ପତ୍ତିର ଉତ୍ତରାଧିକାରୀ ତାଙ୍କ ସ୍ତ୍ରୀକୁ ମିଳିବ। ସେହିପରି ବିବାହିତ ଝିଅର ମୃତ୍ୟୁ ଘଟିଲେ ତାର ସମ୍ପତ୍ତି ତାଙ୍କ ପିଲାମାନଙ୍କୁ ନଚେତ ସ୍ୱାମୀଙ୍କୁ ମିଳିବ। ଆପଣଙ୍କୁ ପସନ୍ଦ ଆସିଥିଲେ ଲାଇକ୍ କରି ଦିଅନ୍ତୁ, ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ।